ଶନି ମହାଗ୍ରହଙ୍କର ପ୍ରଭାବରୁ 2026 ମସିହା ବୃଷ ରାଶି ପାଇଁ ଭାଗ୍ୟୋନ୍ନତିର ବର୍ଷ ରହିବ। ଶନି ଆୟ ବା ଲାଭ ସ୍ଥାନରେ ଅବସ୍ଥାନ କରିଥିବାରୁ ଆୟରେ ବୃଦ୍ଧି ଘଟାଇବେ। ଧନଲାଭର ପ୍ରବଳ ଯୋଗ ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃଷ ରାଶି ରାଶିଚକ୍ରର ଦ୍ୱିତୀୟ ରାଶି। ଜାଣିବା 2026 ମସିହାରେ ବୃଷ ରାଶି ପାଇଁ ଶନି ମହାଗ୍ରହ କିପରି ଫଳ ପ୍ରଦାନ କରୁଛନ୍ତି। ଶନି ବୃଷ ରାଶିର ନବମ ଭାଗ୍ୟ ଓ ଦଶମ କର୍ମଭାବର ଅଧିପତି। ଭାଗ୍ୟ ଓ କର୍ମଭାବର ଅଧିପତି ହୋଇଥିବାରୁ ବୃଷ ରାଶିଜାତ ବ୍ୟକ୍ତିଙ୍କ ପାଇଁ ଶନି ରାଜଯୋଗର ନିର୍ମାଣ କରିଥାନ୍ତି। 2026 ମସିହା ବର୍ଷ ସାରା ଶନି ବୃଷ ରାଶିର ଏକାଦଶ ବା ଆୟସ୍ଥାନ ମୀନ ରାଶିରେ ଅବସ୍ଥାନ କରିବେ। ଶନି ମହାଗ୍ରହ ବୃଷ ରାଶି ପାଇଁ 2026 ମସିହାରେ ଭାଗ୍ୟୋନ୍ନତିର ରାସ୍ତା ଖୋଲିବେ। ଶନି ଆୟ ବା ଲାଭ ସ୍ଥାନରେ ଅବସ୍ଥାନ କରିଥିବାରୁ ଆୟରେ ବୃଦ୍ଧି ଘଟିବ। ଧନଲାଭର ପ୍ରବଳ ଯୋଗ ରହିଅଛି। କ୍ୟାରିୟରରେ ସ୍ଥିରତା ଆସିବ। ନୂତନ କର୍ମ ନିଯୁକ୍ତି ମିଳିବାର ସମ୍ଭାବନା। ଚାକିରି ବୃତ୍ତିରେ ଶୃଙ୍ଖଳା ଆସିବ। ପଦୋନ୍ନତିର ଆଶା କରାଯାଏ, କିନ୍ତୁ ତା ସଙ୍ଗେ ସଙ୍ଗେ ଚାକିରି କ୍ଷେତ୍ରରେ ବଦଳି ହେବାର ଯୋଗ ମଧ୍ୟ ରହିଅଛି। ବାଣିଜ୍ୟ ବ୍ୟବସାୟର ଅଭିବୃଦ୍ଧି ହେବ। ବେପାର କ୍ଷେତ୍ରରେ ଅର୍ଥ ନିବେଶ କରିବା ଲାଭଦାୟକ ରହିବ। ତା ସହିତ ବେପାରରୁ ଭଲ ଲାଭ ପାଇପାରିବେ। ବୃଷ ରାଶିର ଅଧିପତି ଶୁକ୍ର ଏବଂ ଶନି ଉଭୟଙ୍କର ମିତ୍ର ଏବଂ ଅଧିମିତ୍ର। ତେଣୁ 2026 ମସିହାରେ ଶୁକ୍ର ଶନିଙ୍କ ଭଳି ମଧ୍ୟ କେତେକାଂଶରେ ଫଳ ପ୍ରଦାନ କରିବେ। ଶନିଙ୍କର ଦୃଷ୍ଟି ବୃଷ ରାଶି ଉପରେ ରହିଥିବାରୁ ବୃଷ ରାଶିଜାତ ବ୍ୟକ୍ତି କଠିନ ପରିଶ୍ରମ କରିବେ ସତ, କିନ୍ତୁ ଅଳସୁଆ ମଧ୍ୟ ହେବେ। ସ୍ୱାସ୍ଥ୍ୟଜନିତ ଅସୁବିଧା ଭୋଗ କରିବେ। ଶରୀରରେ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ତଥା ଶାରୀରିକ କଷ୍ଟ ଭୋଗ ହେବ। ସେଥିପାଇଁ ଶାରୀରିକ ବ୍ୟାୟାମ ଓ ଯୋଗ କରିବା ଦରକାର। ଲଭ୍ ଲାଇଫ୍ ଅଥବା ପ୍ରେମ ସମ୍ପର୍କରେ ଥିବା ବୃଷ ରାଶିଜାତ ବ୍ୟକ୍ତି ହାତେ ମାପି ଚାଖଣ୍ଡେ ଚାଲିବା ଦରକାର। ବୃଷ ରାଶିର ପଞ୍ଚମ ପ୍ରେମଭାବ ଉପରକୁ ଶନି ଦୃଷ୍ଟି ଦେଉଥିବାରୁ ପ୍ରେମ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି କରାଇବେ। ପାରିବାରିକ ଜୀବନ ଗତାନୁଗତିକ ଢଙ୍ଗରେ ଚାଲିବ। ଦାମ୍ପତ୍ୟ କ୍ଷେତ୍ର ପାଇଁ ବୃଷ ରାଶି ଜାତକଙ୍କ ମଧ୍ୟରେ କାମୁକତା ବହୁ ପରିମାଣରେ ବଢ଼ିଯିବ। ଶତ୍ରୁ ବୃଦ୍ଧି ହେଲେ ମଧ୍ୟ ଶନି ମହାଗ୍ରହଙ୍କର ପ୍ରଭାବରୁ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ। ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଭାବେ 2026 ମସିହାରେ ଆସୁଥିବା ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବେ। ମୋଟାମୋଟି ଭାବରେ କହିବାକୁ ଗଲେ 2026 ମସିହାରେ ଶନି ବୃଷ ରାଶି ଉପରେ ବରଦ ହସ୍ତ ରହିବେ। ଆର୍ଥିକ, ସାମାଜିକ, କ୍ୟାରିୟର ପ୍ରଭୃତି କ୍ଷେତ୍ରରେ ଶନି ଭଲ ଫଳ ପ୍ରଦାନ କରୁଥିବା ବେଳେ କିଛିଟା ଆଳସ୍ୟ, କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା ଓ କିଛିଟା ରିଲେସନ୍ ବା ସମ୍ପର୍କରେ ସମସ୍ୟା ସୃଷ୍ଟି କରିପାରନ୍ତି। ବୃଷ ରାଶିଜାତ ବ୍ୟକ୍ତି ଶନି ମହାଗ୍ରହଙ୍କର ଅଶୁଭତ୍ୱ ଦୂର କରି ଶୁଭତ୍ୱର ବୃଦ୍ଧି ପାଇଁ ପ୍ରତ୍ୟହ ହନୁମାନ ଚାଳିସା ପାଠ କରନ୍ତୁ। ମହାବୀର ହନୁମାନ ଓ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବୃଷ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ଦୁଃଖ ଦୂର ହୋଇ ସମସ୍ତ ମନୋକାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।